ओम नमः शिवाय मोर स्नेहर छात्र छात्री माने दीपुसर ज्ञान यूट्यूब चैनल को स्वागत करुछि। आज पिलामाने मो प्लस टू सेकेंड इयर आर्ट्स पिलामानक पई इकोनॉमिक्स रो गोटे सुंदर वीडियो प्रस्तुत करिछि। पिलामन देखो आगु को फाइनल एग्जाम अछि, तेणु फाइनल एग्जाम को आखि आगे रखी आज 80 मार्क रो गोटे संपूर्ण वीडियो आज मु प्रस्तुत करिछि, जाकि तुमମାନଙ୍କ सहित आलोचना करिवि। ଅର୍ଥନୀତିର ଯେଉଁ ଫାଇନାଲ୍ ଏକ୍ଜାମ୍ରେ ଯେଉଁ କୋଶ୍ଚେନ୍ ଆସିବ ସେଇ ପାଟର୍ନରେ ମୁଁ ଆଜି କିଛି ସିଲେକ୍ସନ୍ କୋଶ୍ଚେନ୍ ଆଲୋଚନା କରିବି, ଯାହାକି ପରୀକ୍ଷାରେ ଏଭଳି କୋଶ୍ଚେନ୍ ଆସିବ ଏବଂ ଆ ମଧ୍ୟରୁ ମଧ୍ୟ ବହୁତ ଗୁଡ଼ିଏ କୋଶ୍ଚେନ୍ ଆସିବାର ସମ୍ଭାବନା ଅଛି। ଦେଖ ପିଲାମାନେ, ଅର୍ଥନୀତିରେ ପ୍ରଥମେ ଆମର 80 ମାର୍କର ପିଲାମାନେ ଫାଇନାଲ୍ ଏକ୍ଜାମ୍ରେ ପରୀକ୍ଷାରେ ପଡ଼ିବ। 80 ମାର୍କର ପରୀକ୍ଷା ହେବ। ସମୟ କେତେ ନା 3 ଘଣ୍ଟା। ପ୍ରଥମେ ଗ୍ରୁପ୍ ଏ ର ପିଲାମାନେ MCQ କୋଶ୍ଚେନ୍ 21ଟା ପଡ଼ିବ। ମନେ ତ ଯେଉଁ ଗ୍ରୁପ୍ ଏ ରେ ପ୍ରଥମେ 21ଟି MCQ କୋଶ୍ଚେନ୍ ଥିବ ଅପସନ୍ ବାଲା, ଯାହାକୁ ଦେଖି ଆମେ ଉତ୍ତର କରିପାରିବା। ପ୍ରଥମ କୋଶ୍ଚେନ୍ ପିଲାମାନେ କହିଛି, ଚାହିଦାର ଦର ସ୍ଥିତିସ୍ଥାପକର ଅର୍ଥ କ'ଣ? ଚାହିଦାର ଦର ସ୍ଥିତିସ୍ଥାପକର ଅର୍ଥ କ'ଣ? ପ୍ରଥମ ଅପସନ୍, ଦ୍ରବ୍ୟର ପରିବର୍ତ୍ତନ ପ୍ରଭାବରେ ଚାହିଦାର ପରିବର୍ତ୍ତନର ପ୍ରବଣତା, এটা ହବନି। ଦର ପରିବର୍ତ୍ତନ ଯୋଗୁଁ ଚାହିଦାର ଦିଗ ପରିବର୍ତ୍ତନ, ଇଏ ବି ହେବନି। ଗୋଟିଏ ଚାହିଦା ରେଖାରୁ ଅନ୍ୟ ଚାହିଦାକୁ ଗତି କରି ବି ହେବନି। କିନ୍ତୁ ଲାଷ୍ଟ କ୍ୱେଶ୍ଚନଟା ହେବ ଯେ ଏକ ଦ୍ରବ୍ୟର ନିର୍ଦ୍ଦିଷ୍ଟ ଆନୁପାତିକ ପରିବର୍ତ୍ତନ ହେତୁ ଏହାର ଚାହିଦାର ପରିମାଣରେ ଯେଉଁ ଆନୁପାତିକ ପରିବର୍ତ୍ତନ ହୁଏ ତାହାକୁ ଚାହିଦାର ଦର ସ୍ଥିତାବସ୍ଥା କୁହାଯାଏ। ଦ୍ୱିତୀୟ କ୍ୱେଶ୍ଚନ ପିଲାମାନେ ସେ କହିଛି ଯେ ଅପେକ୍ଷାକୃତ ଅସ୍ଥିସ୍ଥାପକ ଚାହିଦାର ସାଂଖ୍ୟିକ ମୂଲ୍ୟ କ'ଣ? ଯେ ଅପେକ୍ଷାକୃତ ଅସ୍ଥିସ୍ଥାପକ ଚାହିଦାର ସାଂଖ୍ୟିକ ମୂଲ୍ୟ ହେଉଛି 1ରୁ କମ୍। ନମ୍ବର ସି ଛୁଆ, ଉତ୍ପାଦନ ପରିବ୍ୟୟ ଅତିରିକ୍ତ ଆୟ ହେଉଛି ଡ୍ୟାସ୍। ଉତ୍ପାଦନ ପରିବ୍ୟୟର ଅତିରିକ୍ତ ଆୟ ହେଉଛି ଡ୍ୟାସ୍। এটা ହେଉଛି ଅସ୍ୱାଭାବିକ ଲାଭ। ଡି କ୍ୱେଶ୍ଚନ କହିଛି, ଯେତେବେଳେ ପ୍ରାନ୍ତୀୟ ଉତ୍ପାଦ ଶୂନ୍ୟ ହୁଏ, ଯେତେବେଳେ ପ୍ରାନ୍ତୀୟ ଉତ୍ପାଦ ଶୂନ୍ୟ ହୁଏ ସେତେବେଳେ ମୋଟ ଉତ୍ପାଦ କ'ଣ ହେବ? ଯେତେବେଳେ ପ୍ରାନ୍ତୀୟ ଉତ୍ପାଦ ଶୂନ୍ୟ ହୁଏ ସେତେବେଳେ ମୋଟ ଉତ୍ପାଦ କ'ଣ ହେବ ନା ସର୍ବାଧିକ ହେବ। ନମ୍ବର ଇ କ୍ୱେଶ୍ଚନ, ଉତ୍ପାଦନ ପ୍ରକ୍ରିୟାରେ ସ୍ୱଳ୍ପ କାଳରେ ଉତ୍ପାଦ ପରିମାଣ ବୃଦ୍ଧି ହେଲେ ମଧ୍ୟ କେଉଁ ଉପାଦାନ ସ୍ଥିର ରହିଥାଏ? ଯେ ଉତ୍ପାଦନ ପ୍ରକ୍ରିୟାରେ ସ୍ୱଳ୍ପ କାଳରେ ଉତ୍ପାଦନର ପରିମାଣ ବୃଦ୍ଧି ହେଲେ ମଧ୍ୟ କେଉଁ ଉପାଦାନ ସ୍ଥିର ରହିଥାଏ? ଉତ୍ତର ହେଉଛି ପିଲାମାନେ ସ୍ଥିର ଉପାଦାନ। ନେକ୍ସଟ କ୍ୱେଶ୍ଚନ, କେଉଁ ପରିବ୍ୟୟକୁ ମୁଦ୍ରାରେ ମାପ କରି ହୁଏ ନାହିଁ? କେଉଁ ପରିବ୍ୟୟକୁ ମୁଦ୍ରାରେ ମାପ କରି ହୁଏ ନାହିଁ? କେଉଁ ପରିବ୍ୟୟକୁ? ମୁଦ୍ରାଗତ ପରିବ୍ୟୟ, ହିସାବଗତ ପରିବ୍ୟୟ, ଅର୍ଥନୈତିକ ପରିବ୍ୟୟ, ବାସ୍ତବ ପରିବ୍ୟୟ। ଉତ୍ତର ହେଉଛି ବାସ୍ତବ ପରିବ୍ୟୟ। ନମ୍ବର ଜି, ଉଦ୍ୟୋକ୍ତା ଯୋଗାଇ ଦେଉଥିବା ଉତ୍ପାଦନ ଗୁଡ଼ିକର ପାଉଣାକୁ କ'ଣ କହନ୍ତି? ଉଦ୍ୟୋକ୍ତା ଯୋଗାଇ ଦେଉଥିବା ଉପାଦାନ ଗୁଡ଼ିକର ପାଉଣାକୁ କ'ଣ କହନ୍ତି? ହିସାବଗତ ନା ମୋଟ ସୁବ୍ୟକ୍ତ ନା ମୋଟ ନା ପ୍ରଚ୍ଛନ୍ନ ପରିବ୍ୟୟ? ଉତ୍ତର ହେଉଛି ପ୍ରଚ୍ଛନ୍ନ ପରିବ୍ୟୟ। ନମ୍ବର ଏଚ୍, ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉତ୍ପାଦନ ବେଳେ ସମାଜ ଯେଉଁ ବ୍ୟୟଭାର ବହନ କରିଥାଏ। ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉତ୍ପାଦନ ବେଳେ ସମାଜ ଯେଉଁ ବ୍ୟୟଭାର ବହନ କରିଥାଏ ତାହାକୁ କ'ଣ କହନ୍ତି? ସାମାଜିକ ନା ଦୃଶ୍ୟମାନ ନା ବ୍ୟକ୍ତିଗତ? ଉତ୍ତର ହେଉଛି ସାମାଜିକ। ନମ୍ବର ଆଇ କ୍ୱେଶ୍ଚନ, କେଉଁ ସମୟ ମଧ୍ୟରେ ବର୍ଦ୍ଧିତ ଚାହିଦାକୁ ମେଣ୍ଟାଇବା ପାଇଁ ଯୋଗାଣରୁ ସମ୍ପୂର୍ଣ୍ଣ ରୂପେ ବୃଦ୍ଧି କରିବା ସମ୍ଭବ ରହିଥାଏ? କେଉଁ ସମୟ ମଧ୍ୟରେ ବର୍ଦ୍ଧିତ ଚାହିଦାକୁ ମେଣ୍ଟାଇବା ପାଇଁ ଯୋଗାଣ ସମ୍ପୂର୍ଣ୍ଣ ରୂପେ ବୃଦ୍ଧି କରିବା ସମ୍ଭବ ରହିଥାଏ? ଦୀର୍ଘକାଳ ନା ସ୍ୱଳ୍ପ କାଳ? ଉତ୍ତର ହେଉଛି ଦୀର୍ଘକାଳ। ନେକ୍ସଟ କ୍ୱେଶ୍ଚନ, ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ହାରାହାରି ଆୟର ରେଖା କିପରି ହୋଇଥାଏ? ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ
ହାରାହାରି ଆୟ ରେଖାର ଆକାରରେ ବା କ'ଣ ହୋଇଥାଏ ନା ଆନୁଭୂମିକ ହୋଇଥାଏ। ବଜାର କହିଲେ କ'ଣ ବୁଝ? ଦେଖ ପିଲାମାନେ, ବଜାରର ଅର୍ଥ ହେଉଛି ଯେଉଁଠି ବଜାର ଗୋଟେ ଏପରି ଏକ ସ୍ଥାନ ଯେଉଁଠି ଉଭୟ କ୍ରେତା ଓ ବିକ୍ରେତାଙ୍କ ସମାହାର ଦେଖାଇଥାଏ, ଯେ କ୍ରେତା ବିକ୍ରେତା ମଧ୍ୟରେ ସମନ୍ୱୟ ଦେଖାଇଥାଏ। ନେକ୍ସଟ କ୍ୱେଶ୍ଚନ, କେଉଁ ବଜାର ବ୍ୟବସ୍ଥାରେ ଦ୍ରବ୍ୟର ଦର ନିର୍ଦ୍ଧାରଣ ଅପେକ୍ଷାକୃତ ଅଧିକତର? କ୍ୱେଶ୍ଚନ କହିଛି କେଉଁ ବଜାର ବ୍ୟବସ୍ଥାରେ ଦ୍ରବ୍ୟର ଦର ନିର୍ଦ୍ଧାରଣ ଅପେକ୍ଷାକୃତ ଅଧିକତର? ପୂର୍ଣ୍ଣ ପ୍ରତିଯୋଗିତା, ନା ଏକାଧିକାର, ନା ଅଳ୍ପ ଅଧିକାର? ଉତ୍ତର ହେଉଛି ଅଳ୍ପ ଅଧିକାର। ନେକ୍ସଟ କ୍ୱେଶ୍ଚନ, କେଉଁ ପ୍ରକାର ବଜାରରେ ଦ୍ରବ୍ୟ ଗୁଡ଼ିକ ସମ୍ପୂର୍ଣ୍ଣ ବିକଳ୍ପ ଅଟନ୍ତି? ପୂର୍ଣ୍ଣ ପ୍ରତିଯୋଗିତା, ଏକାଧିକାର, ସ୍ୱଳ୍ପ ଅଧିକାର? ଯେ କେଉଁ ପ୍ରକାର ବଜାରରେ ଦ୍ରବ୍ୟ ଗୁଡ଼ିକ ସମ୍ପୂର୍ଣ୍ଣ ବିକଳ୍ପ ଅଟନ୍ତି? ଏଟା ହେଉଛି ଏକାଧିକାର। ଅର୍ଥନୀତିକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। କ'ଣ କ'ଣ? ଯେ ମନୋକ୍ତା ଅର୍ଥନୀତି ହେଲା ଦୁଇ ଭାଗରେ, ଗୋଟେ ହେଲା ବ୍ୟଷ୍ଟି ଅର୍ଥନୀତି ଆଉ ଗୋଟେ ସମଷ୍ଟି ଅର୍ଥନୀତି। ଯେ ଅର୍ଥନୀତି ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ, ଯଥା ହେଲା ସମଷ୍ଟି ଅର୍ଥନୀତି ଆଉ ଗୋଟେ ହେଲା ବ୍ୟଷ୍ଟି ଅର୍ଥନୀତି। ନେକ୍ସଟ କ୍ୱେଶ୍ଚନ, ସରକାରୀ ବ୍ୟୟ ପରିମାଣକୁ କିପରି ପ୍ରଭାବିତ କରି ନିଅଣ୍ଟିଆ ଚାହିଦାର ମୁକାବିଲା କରାଯାଏ? ବୃଦ୍ଧି ଘଟାଇ, ନା ହ୍ରାସ ଘଟାଇ, ନା ଅପରିବର୍ତ୍ତିତ ରଖି? ଉତ୍ତର ହେଉଛି ବୃଦ୍ଧି ଘଟାଇ। କେଉଁଠି ଜାତୀୟ ଆୟର ଏକ ଉପାଦାନ? ଜାତୀୟ ଉପାଦାନ କ'ଣ? ଅପସନ 1 ପୁରାତନ ଦ୍ରବ୍ୟ ବିକ୍ରୟ ଲବ୍ଧ ଆୟ, ଅନ୍ତରଣ ଆୟ, ଅପ୍ରତ୍ୟାଶିତ ଲାଭ ଆଉ ଅବିତରିତ ଲାଭାଂଶ। ଉତ୍ତର ହେଉଛି ଅବିତରିତ ଲାଭାଂଶ। ନେକ୍ସଟ କ୍ୱେଶ୍ଚନ, ପରିବାରରୁ ପ୍ରତିଷ୍ଠାନକୁ ସାଧନର ପ୍ରଭାବ ଓ ପ୍ରତିଷ୍ଠାନରୁ ପରିବାରକୁ ଦ୍ରବ୍ୟର ପ୍ରଭାବକୁ କ'ଣ କୁହାଯାଏ? ଆଉ ଥରେ କହୁ ଦେଖ ପିଲାମାନେ, ଯେ ପରିବାରରୁ ପ୍ରତିଷ୍ଠାନକୁ ସାଧନର ପ୍ରଭାବ ଓ ପ୍ରତିଷ୍ଠାନରୁ ପରିବାରକୁ ଦ୍ରବ୍ୟର ପ୍ରଭାବକୁ କ'ଣ କୁହାଯାଏ? ମୌଦ୍ରିକ ନା ଭୌତିକ? ଉତ୍ତର ହେଉଛି ଭୌତିକ ପ୍ରଭାବ। ନେକ୍ସଟ, ଯେଉଁ ପରିସମ୍ପତ୍ତି ତରଳ ହୋଇଥିଲେ ମଧ୍ୟ ବାସ୍ତବ ମୁଦ୍ରା ପରି ତରଳ ହୋଇନଥାନ୍ତି? ଯେଉଁ ପରିସମ୍ପତ୍ତି ତରଳ ହୋଇଥିଲେ ମଧ୍ୟ ବାସ୍ତବ ମୁଦ୍ରା ପରି ତରଳ ହୋଇନଥାନ୍ତି, ସେ କି ମୁଦ୍ରା କୁହାଯାଏ ତାକୁ? ପିଲାମାନେ ମନେ ତ ଏଇଟା କୁହନ୍ତି ନିକଟ ମୁଦ୍ରା। କି ମୁଦ୍ରା? ନା ନିକଟ ମୁଦ୍ରା। ମୁଦ୍ରାର କେଉଁ କାର୍ଯ୍ୟ ଯୋଗୁଁ ତାହାକୁ ହିସାବର ଏକକ ରୂପେ ଗ୍ରହଣ କରାଯାଏ? ଯେ ମୁଦ୍ରାର କେଉଁ କାର୍ଯ୍ୟ ପାଇଁ ହିସାବର ଏକକ, ତାର ଅର୍ଥ ହେଉଛି ମୂଲ୍ୟର ପରିମାପକ ହୋଇଥିବା ଯୋଗୁଁ ତାକୁ ହିସାବର ଏକକ ବୋଲି କୁହାଯାଏ। ନେକ୍ସଟ କ୍ୱେଶ୍ଚନ, ଆଇନ ଅନୁମୋଦିତ ଉତ୍ତରାଧିକାରୀ ବିନା ମୃତ୍ୟୁ ହୋଇଥିବା ଲୋକମାନଙ୍କର ସମ୍ପତ୍ତି ଉପରେ ରାଷ୍ଟ୍ରର ଦାବିକୁ କ'ଣ କୁହାଯାଏ? ଆଇନ ଅନୁମୋଦିତ ଉତ୍ତରାଧିକାରୀ ବିନା ମୃତ୍ୟୁ ହୋଇଥିବା ଲୋକମାନଙ୍କର ସମ୍ପତ୍ତି ଉପରେ ରାଷ୍ଟ୍ରର ଦାବିକୁ କ'ଣ କହନ୍ତି? ନା ରାଜଭୁକ୍ତି। ଲାଷ୍ଟ କ୍ୱେଶ୍ଚନ, ନିଅଣ୍ଟିଆ ବଜେଟ୍। ନିଅଣ୍ଟିଆ ବଜେଟ୍ କାହାକୁ କହିବା? ନା ଆୟ ବ୍ୟୟ ସହିତ ସମାନ, ନା ଆୟ ବ୍ୟୟ ଠାରୁ ଅଧିକ, ନା ବ୍ୟୟ ଆୟ ଠାରୁ ଅଧିକ? ନା ଉତ୍ତର ହେଉଛି ଯେ ବ୍ୟୟ ଆୟ ଠାରୁ ଅଧିକ। ମନୋକ୍ତ ବ୍ୟୟ ଆୟ ଠାରୁ ଅଧିକ। ଏବେ ପିଲାମାନେ ଆମେ ଆଲୋଚନା କରିବା ଗ୍ରୁପ ବି ର କ୍ୱେଶ୍ଚନ ଗୁଡ଼ିକ ଆଲୋଚନା କରିବା। ମନୋକ୍ତ ଗ୍ରୁପ ବି ରେ 14 ମାର୍କ ପଡ଼ିବ, ଯେ 214। ଆମକୁ ବହୁତ ଗୁଡ଼ିଏ କ୍ୱେଶ୍ଚନ ଦେଇଥିବ, କିନ୍ତୁ ଆମକୁ 7ଟା କରିବା ପାଇଁ ପଡ଼ିବ। ପ୍ରଥମ କ୍ୱେଶ୍ଚନ କହିଛି ଯେ ସମ୍ପୂର୍ଣ୍ଣ ଅସ୍ଥିସ୍ଥାପକ ଚାହିଦା କ'ଣ? ପିଲାମାନେ ମନେ ରଖିଥାଅ, ଯଦି ଗୋଟିଏ ଦରରେ ଯେକୌଣସି ପରିବର୍ତ୍ତନ ଚାହିଦା ପରିମାଣରେ ଆଦୌ ପରିବର୍ତ୍ତନ ଘଟାଏ ନାହିଁ, ଯଦି ଦରରେ ଯେକୌଣସି ପରିବର୍ତ୍ତନ ଚାହିଦା ପରିମାଣରେ ଆଦୌ ପରିବର୍ତ୍ତନ ଘଟାଏ ନାହିଁ, ତେବେ ଦ୍ରବ୍ୟର ଚାହିଦା ସମ୍ପୂର୍ଣ୍ଣ ଅସ୍ଥିସ୍ଥାପକ ହେବ। ଏହି କ୍ଷେତ୍ରରେ ଚାହିଦା ସ୍ଥିତାପକର ମୂଲ୍ୟ କ'ଣ ହେଇଥିବ? ନା ଶୂନ୍ୟ ହେଇଥିବ ଏବଂ ଚାହିଦା ରେଖା ଉଲମ୍ବ ହୋଇଥିବ। ନେକ୍ସଟ କ୍ୱେଶ୍ଚନ, କେଉଁ ଦ୍ରବ୍ୟ କ୍ଷେତ୍ରରେ ଚାହିଦା ସ୍ଥିତିସ୍ଥାପକତା କମ୍ ହେବ? ପିଲାମାନେ ଦେଖିବ, ଅତ୍ୟାବଶ୍ୟକ ଦ୍ରବ୍ୟ
ଅତ୍ୟାବଶ୍ୟକ ଦ୍ରବ୍ୟ କ୍ଷେତ୍ରରେ ଚାହିଦା ସ୍ଥିତାବକ କମ୍ ହେବ। ଆଉ କ'ଣ ନା ଯେଉଁ ଦ୍ରବ୍ୟର ଗୋଟିଏ ମାତ୍ର ବ୍ୟବହାର ଥିବ, ଯେଉଁ ଦ୍ରବ୍ୟ ଉପଭୋଗ ସ୍ଥଗିତ ରଖାଯାଇ ପାରୁନଥିବ, ଆଉ ଗୋଟେ ଯେଉଁ ଦ୍ରବ୍ୟ ଅଭ୍ୟାସଗତ ହେଇଥିବ, ସେଇଠି ସ୍ଥିତାବକତା କମ୍ ହେବ। ନେକ୍ସଟ ଉତ୍ପାଦନ କାହା କହିବା? ଦେଖ ଛୁଆ, ଉତ୍ପାଦନ କାହା କହିବା ନା ବିନିମୟ ମୂଲ୍ୟଯୁକ୍ତ ଯେକୌଣସି ଦ୍ରବ୍ୟ ବା ପଦାର୍ଥକୁ ଉତ୍ପାଦନ ବୋଲି କୁହାଯାଏ। ମନେ ରଖିଥାଅ ଛୁଆମାନେ, ଯେତେବେଳେ କୌଣସି କାର୍ଯ୍ୟ ଦ୍ୱାରା ଗୋଟିଏ ଜିନିଷ ବା ଦ୍ରବ୍ୟର ସୃଷ୍ଟି ହୁଏ, ଯେତେବେଳେ କୌଣସି କାର୍ଯ୍ୟ ଦ୍ୱାରା ଗୋଟିଏ ଜିନିଷ ବା ଦ୍ରବ୍ୟର ସୃଷ୍ଟି ହୋଇଥାଏ, ଯାହାର ଉଭୟ ଉପଯୋଗିତା ଏବଂ ବିନିମୟ ମୂଲ୍ୟ ରହିଥାଏ, କେବଳ ସେଇଠାରେ ଉତ୍ପାଦନ ଘଟିଥାଏ। ସୀମାନ୍ତ ଆୟ କାହା କହିବା ନା ଏକ ଅତିରିକ୍ତ ଏକକର ବିକ୍ରୟ ଫଳରେ ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟିଥାଏ ତାହାକୁ ଆମେ ସୀମାନ୍ତ ଆୟ କହିବା। ଏକ ଅତିରିକ୍ତ ଏକକର ବିକ୍ରୟ ଫଳରେ ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟିଥାଏ ତାକୁ କହିବା ସୀମାନ୍ତ ଆୟ। ଉଦାହରଣ, ମୁଁ 10ଟି ଖେଳନା ବିକିଲି 100 ଟଙ୍କା ପାଇଲି, ଯଦି ଆଉ ଗୋଟେ ବିକିଦେଲି 11ଟା ବିକିଲି 105 ଟଙ୍କା ପାଇଲି, ତାହେଲେ ଗୋଟିଏ ଏକ୍ସଟ୍ରା ବିକିଲି କେତେ ଟଙ୍କା ପାଇଲି? 5 ଟଙ୍କା। ତାହେଲେ 105 ବିୟୋଗ 100 5 ଟଙ୍କା, ତାହେଲେ ସୀମାନ୍ତ ଆୟ ହେଲା 5 ଟଙ୍କା। ନେକ୍ସଟ କ୍ୱେଶ୍ଚନ, କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ଯୋଗାଣର ନିୟମ ବ୍ୟତିକ୍ରମ କାହିଁକି ଦେଖାଯାଏ? କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ଯୋଗାଣର ନିୟମ ବ୍ୟତିକ୍ରମ କାହିଁକି ଦେଖାଯାଏ? ପିଲାମାନେ ଦେଖ, କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ଦାମ ବୃଦ୍ଧି ପାଉଥିଲେ ମଧ୍ୟ ଯୋଗାଣ ବୃଦ୍ଧି କରିବା ସମ୍ଭବ ନୁହେଁ, କାରଣ କୃଷିଜାତ ଦ୍ରବ୍ୟ ଗୁଡ଼ିକର ଉତ୍ପାଦନ ସମୟ ସାପେକ୍ଷ ଏବଂ କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ଦର ଅଧିକ ହେଲେ କୃଷକମାନଙ୍କର ଆୟ ବୃଦ୍ଧି ହୋଇଥାଏ। ସେମାନେ ସେମାନଙ୍କର ଉପଜାତ ଦ୍ରବ୍ୟ ଗୁଡ଼ିକୁ ଅଧିକ ଉପଭୋଗ କରନ୍ତି, ଫଳରେ ଦ୍ରବ୍ୟର ଯୋଗାଣ ବଜାରରେ ହ୍ରାସ ପାଏ। ନେକ୍ସଟ କ୍ୱେଶ୍ଚନ ପିଲାମାନେ ଯିବା ଯେ ବଜାର ଦର କାହା କହିବା? ପିଲାମାନେ ଦେଖ, କୌଣସି ଏକ ସମୟରେ ବଜାରରେ ପ୍ରଚଳିତ ହୋଇଥିବା ଦାମକୁ ବଜାର ଦର କୁହାଯାଏ। ମନେ ରଖିଥାଅ, କୌଣସି ଏକ ସମୟରେ ବଜାରରେ ପ୍ରଚଳିତ ଥିବା ଦାମକୁ ବଜାର ଦର କୁହାଯାଏ ଏବଂ ଏହି ଦର ସ୍ୱଳ୍ପକାଳ ସ୍ଥାୟୀ। ନିଯୁକ୍ତି ତତ୍ତ୍ୱ ଆଲୋଚନା ଏବେ କରିବା ଛୁଆ। ନିଯୁକ୍ତି ତତ୍ତ୍ୱ ଦେଖ ପିଲାମାନେ, ସମଷ୍ଟିଗତ ଅର୍ଥନୀତିରେ ଅନ୍ୟ ଏକ ବିଭାଗ ହେଉଛି ନିଯୁକ୍ତି ତତ୍ତ୍ୱ। ଏଥିରେ ନିଯୁକ୍ତି ଓ ଅନିଯୋଗ ସମ୍ବନ୍ଧୀୟ ବିଶ୍ଳେଷଣ କରାଯାଇଥାଏ। ବିଶେଷ କରି ନିଯୁକ୍ତି ସ୍ତରକୁ ନିର୍ଦ୍ଧାରଣ କରୁଥିବା ବିଭିନ୍ନ ବିଷୟ, ନିଯୁକ୍ତି ସ୍ତରକୁ ବା ନିଯୁକ୍ତି ନିର୍ଦ୍ଧାରଣ କରୁଥିବା ବିଭିନ୍ନ ବିଷୟ ଯେପରିକି ଚାହିଦା, ମୋଟ ଯୋଗାଣ, ମୋଟ ନିବେଶ, ଉପଭୋଗ ଚାହିଦା এই ବିଭାଗର ସ୍ଥାନ ପାଇଥାଏ। ନେକ୍ସଟ କ୍ୱେଶ୍ଚନ, ସାଧାରଣ ଦାମ ସ୍ତର କାହାକୁ କହିବା? ଦେଖ ପିଲାମାନେ, ସାଧାରଣ ଦାମ ସ୍ତର ଅର୍ଥ ହେଉଛି ଦାମ ସ୍ତର କେବଳ ଯେ ବ୍ୟକ୍ତି ବିଶେଷଙ୍କ ଉପଭୋଗ ତଥା ସଞ୍ଚୟକୁ ପ୍ରଭାବିତ କରେ ତାହା ନୁହେଁ, ଏହା ମଧ୍ୟ ଦେଶର ଆୟ, ନିଯୁକ୍ତି ତଥା ଉତ୍ପାଦନ ସ୍ତରକୁ ପ୍ରଭାବିତ କରିଥାଏ। ମୁଦ୍ରାସ୍ଫୀତି ବା ଅପସ୍ଫୀତି ଦେଶର ଅର୍ଥବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ନେକ୍ସଟ କ୍ୱେଶ୍ଚନ, ନିବେଶ ଚାହିଦା ରେଖା କାହିଁକି ନିମ୍ନଗାମୀ ହୋଇଥାଏ? ଦେଖ ପିଲାମାନେ, ଯେ ନିବେଶ ଚାହିଦା ରେଖା କାହିଁକି ନିମ୍ନଗାମୀ ହୋଇଥାଏ? ମନେ ରଖିଥାଅ ପିଲାମାନେ, ନିମ୍ନଗାମୀ ନିବେଶ ଚାହିଦା ରେଖା ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା ଓ ନିବେଶ ପରିମାଣ ମଧ୍ୟରେ ପ୍ରତିଲମ୍ବୀ ସମ୍ପର୍କକୁ ସୂଚିତ କରିଥାଏ। ସୁଦର ହାର ହ୍ରାସ ପାଇଲେ ନିବେଶ ଚାହିଦା ବୃଦ୍ଧି ପାଏ ଏବଂ ସୁଦର ହାର ବୃଦ୍ଧି ପାଇଲେ ନିବେଶ ଚାହିଦା ହ୍ରାସ ପାଇଥାଏ। ଯେପରି ସୁଦର ହାର ଅପରିବର୍ତ୍ତିତ ରହି ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା ବୃଦ୍ଧି ହେଲେ ଚାହିଦା ବୃଦ୍ଧି ପାଇଥାଏ। ସେଥିପାଇଁ ନିବେଶ ଚାହିଦା ରେଖା ସବୁବେଳେ କ'ଣ ହୁଏ ନା ନିମ୍ନଗାମୀ ହୋଇଥାଏ, କାରଣ ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା ହ୍ରାସ ହେଲେ ନିବେଶ ଚାହିଦା ହ୍ରାସ ପାଇଥାଏ। ନେକ୍ସଟ, ନିବୁଜ ଅର୍ଥ ବ୍ୟବସ୍ଥା। ନିବୁଜ ଯେଉଁ ଅର୍ଥନୀତି ଅନ୍ୟ ଅର୍ଥନୀତି ସହିତ କୌଣସି ଆର୍ଥନୈତିକ ସମ୍ପର୍କ ନଥାଏ। ବହୁତ ଇମ୍ପୋର୍ଟାଣ୍ଟ ଛୁଆ, ଯେ ଯେଉଁ
ଅର୍ଥନୀତି ଅନ୍ୟ ଅର୍ଥନୀତି ସହିତ କୌଣସି ଅର୍ଥନୀତିକ ସମ୍ପର୍କ ନଥାଏ ତାହାକୁ ନିବୁଜ ଅର୍ଥ ବ୍ୟବସ୍ଥା କୁହାଯାଏ। ମାନକ ମୁଦ୍ରା ଦେଖ ନେକ୍ସଟ क्वेश्चन छुआ ମାନକ ମୁଦ୍ରା ବହୁତ ଇମ୍ପୋର୍ଟାଣ୍ଟ ଯେ ଯେଉଁ ମୁଦ୍ରା ମାଧ୍ୟମରେ ଦେଶର ସମସ୍ତ ହିସାବ କିତାବ ପାଉଣା ପରିଶୋଧ କରାଯାଇଥାଏ ଯେ ଯେଉଁ ମୁଦ୍ରା ମାଧ୍ୟମରେ ଦେଶର ସମସ୍ତ ହିସାବ କିତାବ ପାଉଣା ପରିଶୋଧ କରାଯାଇଥାଏ ତାହାକୁ ମାନକ ମୁଦ୍ରା କହନ୍ତି। ନେକ୍ସଟ ସଞ୍ଚୟ ଜମା ପିଲାମାନଙ୍କ ସଞ୍ଚୟ ଜମା ଯାହାକୁ ଆମେ କହୁଛେ ସେଭିଂ ଆକାଉଣ୍ଟ ଏଇଟା ସାଧାରଣତଃ ବ୍ୟାଙ୍କରେ ଆମେ ଯେକୌଣସି ଜମାକାରୀ ସଞ୍ଚୟ ଆକାଉଣ୍ଟ କରିପାରିବ ଏବଂ ସଞ୍ଚୟ ଜମାରେ ଯେତେ ଟଙ୍କା ଚାହିଁବ ରଖିପାରିବ ଏବଂ ଆବଶ୍ୟକ ସମୟରେ ଟଙ୍କା ଉଠାଇ ପାରିବ। ଯଦି ଟଙ୍କାର ମୂଲ୍ୟ ଅଧିକ ଥାଏ ତାହେଲେ ବ୍ୟାଙ୍କରୁ ଆଗକୁ ତୋରା ଜଣାଇବା ପାଇଁ ପଡ଼ିଥାଏ ବା ପରମିଶନ ଆଣିବା ପାଇଁ ପଡ଼ିଥାଏ। ଯଦି ବ୍ୟାଙ୍କ ପାଖରେ ଏଭଲେଟି ଟଙ୍କା ଥିବ ସେ ଦେଇପାରିବ, ନହେଲେ ଆମକୁ ଅପେକ୍ଷା କରିବା ପାଇଁ ପଡ଼ିବ। ଏଥିରେ ବ୍ୟାଙ୍କ କିଛି ସୁଧ ଦେଇଥାଏ। ଏବେ ପିଲାମାନେ ଆମେ ଗ୍ରୁପ୍ ସି କୁ ଯିବା। ଗ୍ରୁପ୍ ସି ରେ 21 ମାର୍କ ପରୀକ୍ଷାରେ ପଡ଼ିବ, 3 ମାର୍କିଆ 7ଟା କରିବା ପାଇଁ ପଡ଼ିବ, ଯେଉଁଟାକି ପାର୍ଥକ୍ୟ ଦଶା ମାଧ୍ୟମରେ ଥିବ। ପ୍ରଥମେ ଛୁଆ ଦେଇଛି ଦେଖ ଚାହିଦାର ପରିବର୍ତ୍ତନ, ଚାହିଦା ପରିମାଣରେ ପରିବର୍ତ୍ତନ। ଦେଖ ପିଲାମାନେ ମୁଁ ଗୋଟେ ଭିଡ଼ିଓ ପାର୍ଥକ୍ୟ ଦଶାର ଆପଲୋଡ଼ କରିଥିଲି ଯେଉଁଥିରେ ସବୁ ବଛା ବଛା ପାର୍ଥକ୍ୟ ଦଶା ଆଉ 3-3ଟା ପଏଣ୍ଟ ଅଛି, 4-4ଟା ପଏଣ୍ଟ ଅଛି ଡିସ୍କସନ୍ କରିଛି, ତାକୁ ଟିକେ ଦେଖିଦେବ। ଏବଂ ପରୀକ୍ଷା ପୂର୍ବରୁ ମଧ୍ୟ ଆଉ କିଛି ପାର୍ଥକ୍ୟ ଦଶା ମୁଁ ଦେବି ଯାହାକି ପରୀକ୍ଷାରେ ନିଶ୍ଚୟ ଆସିବ। ପ୍ରଥମ ଦେଇଛି ଚାହିଦାରେ ପରିବର୍ତ୍ତନ। ପିଲାମାନେ ମନେ ତ ଚାହିଦାରେ ପରିବର୍ତ୍ତନ, ଚାହିଦା ପରିମାଣର ପରିବର୍ତ୍ତନ ପ୍ରଥମ କ୍ୱେଶ୍ଚନ୍। ଦ୍ୱିତୀୟ କହିଛି ଅର୍ଥନୈତିକ ଦ୍ରବ୍ୟ ଓ ମୁକ୍ତ ଦ୍ରବ୍ୟ। ତୃତୀୟରେ କହିଛି ଉତ୍ପାଦନ ଫଳନ। ପିଲାମାନେ ଦେଖ ମୁଁ ପାର୍ଥକ୍ୟ ଦଶା ଗୁଡ଼ା ଖାଲି କହିଦେଉଛି କାରଣ ମୋର ଭିଡ଼ିଓରେ ମୁଁ ଅଲରେଡ଼ି ମେନସନ୍ କରିଥିଲି। ତା ସହିତ ପରବର୍ତ୍ତୀ ଭିଡ଼ିଓରେ ମୁଁ ପାର୍ଥକ୍ୟ ଦୋଷ ଗୁଡ଼ିକ ପୁରା 3-3ଟା ପଏଣ୍ଟ କରି ତୁମକୁ ଡିସ୍କସନ୍ କରିବି ଏବଂ ଲଙ୍ଗ କ୍ୱେଶ୍ଚନ୍ ମଧ୍ୟ ଆଲୋଚନା କରିବି। ଦେଖ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଏ ବର୍ଷ ଅଛି ଯେ ଚାହିଦାର ପରିବର୍ତ୍ତନ, ଚାହିଦା ପରିମାଣର ପରିବର୍ତ୍ତନ। ଦ୍ୱିତୀୟ ହେଲା ଅର୍ଥନୈତିକ ଦ୍ରବ୍ୟ ଓ ମୁକ୍ତ ଦ୍ରବ୍ୟ, ପିଲାମାନେ ଜାଣିଥିବ। ତୃତୀୟ ଅଛି ଉତ୍ପାଦନ। ଅର୍ଥନୈତିକ କାହା କହିବ ନା ଯେଉଁ ଦ୍ରବ୍ୟ ପାଇଁ ବା ଯେଉଁ ଦ୍ରବ୍ୟ କ୍ରୟ କରିବା ପାଇଁ ଆମକୁ କିଛି ଅର୍ଥ ଦେବା ପାଇଁ ପଡ଼ିଥାଏ ତାକୁ ଅର୍ଥନୈତିକ, ଯଦି ପୁସ୍ତକ ବହି। ଆଉ ମୁକ୍ତ ଦ୍ରବ୍ୟ ଯେଉଁଟା ପ୍ରକୃତିର ଦାନ, ଯେଉଁଟା ଆମେ ଯେକୌଣସି ଦ୍ରବ୍ୟ ସୂର୍ଯ୍ୟ କିରଣ ଆଲୋକ, ଏଇଟା ପିଲାମାନେ ଦେଖ ଇଣ୍ଟରନାଲରେ ପଡ଼ିଯାଇଛି, ତେଣୁ ଏ କ୍ୱେଶ୍ଚନଟା ଆସିବନି। ନେକ୍ସଟ ହେଲା ଉତ୍ପାଦନ ଫଳନ କାହା କହିବା ନା ଉତ୍ପାଦନ ଓ ଉତ୍ପାଦ ମଧ୍ୟରେ ଥିବା ପ୍ରାବଧିକ ସମ୍ପର୍କକୁ ଉତ୍ପାଦନ ଫଳନ କୁହାଯାଏ। ସ୍ଥିର ପରିବ୍ୟୟ ପରବର୍ତ୍ତୀ ପରିବ୍ୟୟ ଅଲରେଡ଼ି ଛୁଆ ମୁଁ ମୋର ଭିଡ଼ିଓରେ ଅଲରେଡ଼ି ଦେଇଛି ପାର୍ଥକ୍ୟ ଦଶା ଏବଂ ଆଗକୁ ମଧ୍ୟ ଆଲୋଚନା କରିବି। ହିସାବଗତ ପରିବ୍ୟୟ, ଅର୍ଥନୈତିକ ପରିବ୍ୟୟ, ଏକାଧିକାରୀ ପ୍ରତିଯୋଗିତା ବଜାର। ପିଲାମାନେ ଦେଖ ଏକାଧିକାରୀ ପ୍ରତିଯୋଗିତା ବଜାର କାହା କହିବା ନା ଏକାଧିକାର ପ୍ରତିଯୋଗିତା କହିଲେ ଯେ ଏଥିରେ ବିଭିନ୍ନ ପ୍ରତିଷ୍ଠାନ ବର୍ଗ ବିଭିନ୍ନ ଭିନ୍ନ ଦ୍ରବ୍ୟ ଉତ୍ପାଦନ କରନ୍ତି ଯାହାକି ପରସ୍ପରର ନିକଟ ପ୍ରତିସ୍ଥାପକ ମାତ୍ର ସମ୍ପୂର୍ଣ୍ଣ ପ୍ରସ୍ତାବ ନୁହନ୍ତି। ମନୋକ୍ତ ଆଉଥରେ କହୁଛି ଦେଖ ଯେଉଁ ଶିଳ୍ପରେ ଅନେକ ଗୁଡ଼ିଏ କ୍ଷୁଦ୍ର କ୍ଷୁଦ୍ର ବିକ୍ରେତା, ଯେଉଁ ଶିଳ୍ପରେ ଅନେକ ଗୁଡ଼ିଏ କ୍ଷୁଦ୍ର କ୍ଷୁଦ୍ର ବିକ୍ରେତା ପରସ୍ପରଠାରୁ ଭିନ୍ନ ଏବଂ ନିକଟ ପ୍ରତିସ୍ଥାପକ ହୋଇଥିବା ଦ୍ରବ୍ୟ ବିକ୍ରୟ କରନ୍ତି ସେହି ଶିଳ୍ପକୁ ଏକାଧିକାର ପ୍ରତିଯୋଗିତା ବୋଲି କୁହାଯାଏ। ବଜାର ଦର, ସ୍ୱାଭାବିକ ଦର। ଛୁଆ ଦେଖ ଏଇ ଯେତିକି ପାର୍ଥକ୍ୟ ଦଶା ଅଛି ମୁଁ ଗୋଟେ ଭିଡ଼ିଓ ଆପଲୋଡ଼ କରିଥିଲି ଏବଂ ଆଲୋଚନା କରିଛି, ସବୁର 3-4ଟା ପଏଣ୍ଟ ଦେଇଛି। ଆଗକୁ ମଧ୍ୟ ପରୀକ୍ଷା ପୂର୍ବରୁ ପାର୍ଥକ୍ୟ ଦଶା ଆଲୋଚନା କରିବି। ସମଷ୍ଟି ଅର୍ଥନୀତି ଇଏ ବି ଆଲୋଚନା କରିଛି। ମୋଟ ଜାତୀୟ ଉତ୍ପାଦ, ନେଟ୍ ଜାତୀୟ ଉତ୍ପାଦ। ତାପରେ ରୂପାନ୍ତରିତ କାଗଜ ମୁଦ୍ରା, ଅରୂପାନ୍ତରିତ କାଗଜ ମୁଦ୍ରା ଇଏ ବି ଆଲୋଚନା କରିଛି। ତାପରେ ପିଲାମାନେ ଦେଖ
राजस्व नीति आ मुद्रानीति पार्थक्य देख पिलामाने एइगुड़ा हूँ पार्थक्य दशा बछा बछा अच्छी जहाँकि मो भिडियो में आलोचना करी मु बछा बछा तीन मारिकिया पार्थक्य आलोचना करी ग्रुप डी देख लंग क्वेश्चन अच्छी लंग क्वेश्चन पिला आज मुझे क्वेश्चन गुड़ खाली कहीदे कि परवर्ती भिडियो में लंग क्वेश्चन आलोचना करी इकोनोमिक्स पिला देख मो चैनल सहित जड़ित ही रही मु तुम मान इकोनोमिक्स किपर अधिक नंबर रख चेष्टा करी आउ मो संघर्ष माने चेष्टा करी तुम सहित मु संघर्ष करी तुमको आश्वासना देवी सुंदर सुंदर वीडियो उपस्थापन करी एमसीक्यू आलोचना करी 2 मारिका 3 मारिका बारंबार आलोचना करी एवं मु चेष्टा करी कि तुम परीक्षा इकोनोमिक्स अधिक नंबर रख देख पिला माने लंग क्वेश्चन ग्रुप डी लंग क्वेश्चन आलोचना करुचे प्रथम क्वेश्चन कही आय क्या कहती क्रम ह्रासमान उत्पन्न सूत्र व्याख्या कर द्वितीय आय क्या कहती विभिन्न प्रकार आय विषय वर्णना कर नंबर सी जगाण कहले कौन बुझ जगाण को प्रभावित होता उपादान जगाण बहुत इंपोर्टाट छुआ पूर्णांग प्रतियोगिता किपरि दाम निर्धारण करा जाए पूर्णांग प्रतियोगिता बाजार में किपरि दाम निर्धारण करा जाए अर्थ व्यवस्था निजुक्ति आय मध्य संतुलन व्यवस्था किपरि होता आलोचना कर राष्ट्रवित्त कहले कौन बुझ एवं राष्ट्रवित्त एवं व्यक्तिगत मध्य पार्थक्य पिला देख बर्तमान सब लंग क्वेश्चन मुझे कहीदेली तुमको एवं ये लंग क्वेश्चन इंपोर्टाट अच्छी पिला देख आहरी भल भल लंग क्वेश्चन रही जोटा कि इंपोर्टाट मु परीक्षा आगु तुम सहित आलोचना करी तेणु आज आज मुझे 80 मार्कर गोटे वीडियो प्रस्तुत करी जहाँकि तुम सह आलोचना कली जदि वीडियोटी भल लगी निश्चय लाइक कर चैनल को सब्सक्राइब कर निश्चय कमेंट रे जणाइबो।